ଦିନେ ଚାରି ସାଙ୍ଗ +2 ପରେ ଗୋଟେ ଛୋଟ ହୋଟେଲରେ ପାର୍ଟି କରୁଥିଲେ। ବହୁତ ମଜାମସ୍ତି କରିବା ପରେ ସେମାନେ ଡିସାଇଡ୍ କଲେ କି 40 ବର୍ଷ ପରେ ଆମେ ଏଇ ହୋଟେଲରେ ଜାନୁଆରୀ 1 ତାରିଖ ଦିନ ଦେଖା ହବା। ଯିଏ ଲାଷ୍ଟରେ ଆସିବ ସେ ହିଁ ବିଲ୍ ପେ କରିବ। ଏ ସବୁ ହୋଟେଲର ମାଲିକର ପୁଅ ଦେଖୁଥିଲା। ସେ ଆସି କହିଲା, ଭାଇମାନେ 40 ବର୍ଷ ପରେ ମୁଁ ବି ତମ ପାର୍ଟି ନିଶ୍ଚୟ ଦେଖିବି। 40 ବର୍ଷ ପରେ 1 ଜାନୁଆରୀ ଦିନ ପ୍ରଥମ ସାଙ୍ଗ ହୋଟେଲକୁ ଏଣ୍ଟ୍ରି କଲା। ସେ ଦେଖିଲା ହୋଟେଲ ଗୋଟେ 5 ଷ୍ଟାର ହୋଟେଲରେ ପରିଣତ ହୋଇଯାଇଛି। ହୋଟେଲ ମାଲିକର ପୁଅ ଦେଖୁ ଦେଖୁ ଚିହ୍ନିଗଲା ଏବଂ ପ୍ରଥମ ସାଙ୍ଗକୁ ନେଇ ତାଙ୍କର ସବୁଠୁ ଲକ୍ଜରୀ ସିଟ୍ରେ ବସାଇଲା। ଏତିକି ବେଳେ ଦ୍ୱିତୀୟ ସାଙ୍ଗ ବି ସେଠାରେ ପହଞ୍ଚିଗଲା। ସେମାନଙ୍କ ଭିତରେ କଥାବାର୍ତ୍ତା ଷ୍ଟାର୍ଟ ହେଉଥିଲା, ତୃତୀୟ ସାଙ୍ଗ ବି ପହଞ୍ଚିଗଲା। ସେମାନେ ମଜାମସ୍ତି କରି ନିଜ ନିଜର ସକ୍ସେସ୍ ଜର୍ଣ୍ଣି ବିଷୟରେ କହୁଥିଲେ, କିନ୍ତୁ ଚତୁର୍ଥ ସାଙ୍ଗ ଏ ପର୍ଯ୍ୟନ୍ତ ପହଞ୍ଚି ନଥିଲେ। ସେମାନେ ବ୍ୟସ୍ତ ହେବାର ଦେଖି ହୋଟେଲ ମାଲିକ କହିଲା, ତମେ ମାନେ ମେନ୍ୟୁରୁ ଖାଇବା ଅର୍ଡର ଦିଅ, ସେ ଆସୁଛନ୍ତି ବୋଲି ଫୋନ କରିଥିଲେ। ସବୁ ସରିବା ପରେ ବି ଚତୁର୍ଥ ସାଙ୍ଗ ନ ଆସିବା ଦେଖି ସେମାନେ ବିଲ୍କୁ ନିଜ ଭିତରେ କଲେକ୍ଟ କରି ବିଲ୍ ପେ କରିବାକୁ ଗଲେ। କିନ୍ତୁ ହୋଟେଲ ମାଲିକ କହିଲା, ଆପଣମାନେ ଏବେ ଆସନ୍ତୁ, ବିଲ୍ ଆଗରୁ ହିଁ ପେ ହୋଇଯାଇଛି। ଏମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଚତୁର୍ଥ ସାଙ୍ଗ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିବା ବେଳେ ହୋଟେଲ ଆଗରେ ଗୋଟେ ସାଇରନ୍ ବାଲା ସରକାରୀ ଗାଡି ପହଞ୍ଚିଗଲା। ସେଥିରୁ ଜଣେ ଭିଆଇପି ବାହାରକୁ ଆସି ଏହି ତିନି ସାଙ୍ଗକୁ ପ୍ରଣାମ କରି କହିଲା, ମଉସା, ମୁଁ ଆପଣଙ୍କର ସେଇ ଚତୁର୍ଥ ସାଙ୍ଗଙ୍କର ପୁଅ। ବାପା ଜଣେ ସରକାରୀ ଶିକ୍ଷକ ହୋଇଥିଲେ ଆଉ କଷ୍ଟେ ମଷ୍ଟେ ମୋତେ କଲେକ୍ଟର ହେବା ପାଇଁ କାପାବୁଲ କରିଦେଲେ। ଆଉ ସେ ଗୋଟିଏ ମାସ ପୂର୍ବରୁ ଏ ଦୁନିଆ ଛାଡି ଚାଲି ଯାଇଛନ୍ତି। ସେ ମୋତେ ଆଜିର ଦିନ ବିଷୟରେ କହିଥିଲେ ଯେ ତୁ ପାର୍ଟିର ଲାଷ୍ଟରେ ଯିବୁ ଏବଂ ବିଲ୍ ପେ କରିବୁ। ଏହି ତିନି ସାଙ୍ଗ ବହୁତ ପସ୍ତାଇଲେ ଏବଂ କହିଲେ, କାଶ ଆମେ 40 ବର୍ଷ ପରେ ନୁହେଁ ବରଂ 4 ବର୍ଷରେ ଥରେ ପାର୍ଟି କରିଥାନ୍ତେ। ମୋରାଲ ଅଫ ଦ ଷ୍ଟୋରି, ସବୁବେଳେ ନିଜ ଲୋକଙ୍କ ସହ ଭଲରେ ସମ୍ପର୍କ ରଖନ୍ତୁ। ନିଜ ଲୋକଙ୍କ ସହ ମିଳାମିଶା କରନ୍ତୁ। କିଏ ଜାଣେ କେତେବେଳେ କଣ ଅଘଟଣ ହେଇଯିବ ଏବଂ ଆମକୁ ପସ୍ତେଇବାକୁ ପଡିବ।